ଯେକୌଣସି ବ୍ରାଉଜରରେ ଗୁଗଲ୍ କ୍ରୋମ୍ ଓପେନ୍ କରନ୍ତୁ। ଗୁଗଲ୍ କ୍ରୋମ୍ ଓପେନ୍ କଲା ପରେ ସେଇଠି ଆପଣ ସର୍ଚ୍ଚ କରନ୍ତୁ ଯେ ମ୍ୟାଜିକ୍ କାର୍ଡ଼। ମ୍ୟାଜିକ୍ କାର୍ଡ଼ ସର୍ଚ୍ଚ କଲା ପରେ ଦେଖନ୍ତୁ ଆପଣ ସାମ୍ନାରେ ଦେଖାଯାଉଛି ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କି ମ୍ୟାଜିକ୍ କାର୍ଡ଼ ସର୍ଚ୍ଚ କଲେ ମଧ୍ୟ ହେବ। ସର୍ଚ୍ଚ କରନ୍ତୁ, ନବୀନ କାର୍ଡ଼ ସର୍ଚ୍ଚ କଲେ ମଧ୍ୟ ଆସିବ। ଦେଖନ୍ତୁ ଆପଣଙ୍କ ସାମ୍ନାରେ ଆସିଗଲା ନବୀନ କାର୍ଡ଼ର ଅଫିସିଆଲ ସାଇଟ୍। ଏହାକୁ ଓଡ଼ିଆରେ ଆମେ ଦେଖିବା, ଇଂଲିଶରେ ଲାଙ୍ଗୁଏଜରେ ଅଛି, ଏହାକୁ ଓଡ଼ିଆ କରିବା। ଓଡ଼ିଆରେ କ୍ଲିକ୍ କଲା ପରେ ଏଟାକୁ ଓଡ଼ିଆ ଲାଙ୍ଗୁଏଜରେ ମୁଁ ପରିବର୍ତ୍ତନ କଲି। ତେଣୁ ମ୍ୟାଜିକ୍ କାର୍ଡ଼ ଆକ୍ଚୁଆଲି କ'ଣ, ମ୍ୟାଜିକ୍ କାର୍ଡ଼ କଲେ ଆମର ଫାଇଦା କ'ଣ, ମ୍ୟାଜିକାଲ୍ କେଉଁମାନେ ଆପ୍ଲାଏ କରିପାରିବେ ସେ ବିଷୟରେ ଏଇଠି ଆପଣଙ୍କୁ ସଠିକ୍ ଭାବରେ ମୁଁ ଆଜି ଜଣେଇବି ଯେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଏହା ମାଧ୍ୟମରେ ଆପଣଙ୍କୁ କ'ଣ କ'ଣ ସବୁ ବେନିଫିଟ୍ ମିଳିବ ଏବଂ କେଉଁମାନେ ଏହାର ଯୋଗ୍ୟ ଆବେଦନ କରିବା ପାଇଁ ତାହା ସବୁ ଏଇଠି ଦେଖେଇବି ଆପଣଙ୍କୁ। ତ ପ୍ରଥମେ ଦେଖନ୍ତୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼, ଯେଉଁଠି ଉତ୍କର୍ଷ ଓ ସଶକ୍ତିକରଣ ମିଳନ ହୁଏ, ଦକ୍ଷ, ସହାନୁଭୂତିଶୀଳ ଓ ଆତ୍ମବିଶ୍ୱାସରେ ଭରପୁର ବ୍ୟକ୍ତିତ୍ୱର ବିକାଶ। ଠିକ୍ ଅଛି, ତ ଏଥିରେ ଆପଣଙ୍କର କ'ଣ କ'ଣ ବେନିଫିଟ୍ ମିଳିବ? ତ ମେଧାବୃତ୍ତି ଆପଣଙ୍କୁ ମିଳିବ, ପାଠପଢ଼ା ସହ ରୋଜଗାର, ନିଜର ପ୍ରଦର୍ଶନ ଆଧାରରେ ମେଧାବୃତ୍ତି ସିଧା କାର୍ଡ଼ ଜରିଆରେ ପାଆନ୍ତୁ। ଏହାପରେ ଯାତ୍ରା ସୁବିଧା, ରାଜ୍ୟ ସରକାରଙ୍କ ପରିବହନ ସେବାରେ ଛାତ୍ରଛାତ୍ରୀଙ୍କ ପାଇଁ ରିହାତି ମୂଲ୍ୟରେ ଯାତ୍ରା। ତାମାନେ ଆପଣ ବସ୍ ଟ୍ରେନରେ ଯାତ୍ରା କରିବେ କିନ୍ତୁ ସମ୍ପୂର୍ଣ୍ଣ ଫ୍ରି ନୁହେଁ, ଏହାକୁ ଆପଣ ରିହାତି ଏହି କାର୍ଡ଼ ଦ୍ୱାରା ଆପଣ କିଛି ଏହାର ମାନେ କ'ଣ କହିବେ ପାର୍ସେଣ୍ଟେଜ୍ କିଛି ପରସେଣ୍ଟ ଆପଣଙ୍କୁ ସବସିଡ଼ି ଆକାରରେ ମିଳିବ, ସବସିଡ଼ି ବା ରିହାତି ଆକାରରେ ମିଳିବ। ଧର ଯେଉଁ 100 ଟଙ୍କା ଆପଣଙ୍କର ଯାତ୍ରା ଯେଉଁଠି ଯାଉଥିଲେ 100 ଟଙ୍କା ଖର୍ଚ୍ଚ ହେଉଥିଲେ ସେଇଠି ଆପଣଙ୍କୁ ଯାହା ବି ତାର ରିହାତି ଥିବ ସେ ଅନୁସାରେ ଆପଣଙ୍କୁ 20, 30 ବା 50% ଆପଣଙ୍କୁ ରିହାତି ମିଳିବ। ଏହାପରେ ଆପଣଙ୍କୁ ଡିଜିଟାଲ ଶିକ୍ଷାଦାନ ମିଳିବ, ବିଭିନ୍ନ ଇ-ଲର୍ଣ୍ଣିଂ ପୋର୍ଟାଲରେ ନିଃଶୁଳ୍କ ଶିକ୍ଷା ଲାଭ କରିପାରିବେ। ଆପଣ ମନେକର ଚାହୁଁଛନ୍ତି କୌଣସି ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଆପଣ ଶିକ୍ଷାଦାନ ନେବା ପାଇଁ, ତ ସେଥିରେ ଏଇ କାର୍ଡ଼ ମାଧ୍ୟମରେ ଆପଣଙ୍କୁ ଫ୍ରିରେ ମଧ୍ୟ ଶିକ୍ଷା ଲାଭ ସୁବିଧା ମିଳିପାରିବ। ଏହା ସହିତ କ୍ୟାରିୟରରେ ଅଗ୍ରଗତି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମାଧ୍ୟମରେ ଦୂରତା ସମାପ୍ତ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହି କାର୍ଡ଼ ଆପଣଙ୍କର। ନାଗରିକ ସମ୍ପୃକ୍ତି, ସ୍ୱେଚ୍ଛାସେବୀ ଭାବେ ସାମାଜିକ କାର୍ଯ୍ୟ ଏହି ପଏଣ୍ଟ ହାସଲ କରନ୍ତୁ। ସ୍ୱେଚ୍ଛାସେବୀ ଭାବେ ସାମାଜିକ କାର୍ଯ୍ୟ କରି ଏହି ପଏଣ୍ଟ ହାସଲ କରନ୍ତୁ, ମାନେ ଭଲ କାମ କରିକି ଆପଣ ଦେଖେଇଲେ ଏହି କାର୍ଡ଼ ମାଧ୍ୟମରେ ଆପଣଙ୍କୁ କିଛି ପଏଣ୍ଟ ମିଳିବ। ସାମୂହିକ ବିକାଶ, ପାଠ୍ୟକ୍ରମ ବ୍ୟତୀତ ବିଭିନ୍ନ କୋର୍ସ ଓ ଦକ୍ଷତା ବିକାଶ ମାଧ୍ୟମରେ ନିଜ ବ୍ୟକ୍ତିତ୍ୱର ବିକାଶ ମଧ୍ୟ ଆପଣ କରିପାରିବେ। ପଢ଼ା ବ୍ୟତୀତ ଅନ୍ୟ କୌଣସି କୋର୍ସ, ଯଦି ଆପଣଙ୍କର କୌଣସି ଦକ୍ଷତା ଅଛି ଖେଳ କୁଦରେ, ତ ସେ ବିଷୟରେ ମଧ୍ୟ ଆପଣ ବିକାଶର ବ୍ୟକ୍ତିତ୍ୱର ବିକାଶ, ନିଜର ବିକାଶ ହେଇପାରିବ। ତାପରେ ଦେଖନ୍ତୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ସମ୍ପର୍କରେ ଆପଣ ଏଇଠି ପଢ଼ିଲା ପରେ ଜାଣିପାରିବେ। ତାପରେ ଏହି କାର୍ଡ଼ ପାଇବେ କିପରି, ତ ଏହି କାର୍ଡ଼ କେମିତି ଆପଣଙ୍କୁ ମିଳିବ ତ ସେ ବିଷୟରେ ମୁଁ ଆପଣଙ୍କୁ ଜାଣିବି। ତାପରେ ଆପଣଙ୍କର ମନରେ ଯେଉଁ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ, ବାରମ୍ବାର ଆପଣ ଯେଉଁଟାକି ପଚାରୁଛନ୍ତି ଯେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ କ'ଣ, ଏଇଠି ସବୁ ଲେଖା ଅଛି ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ କ'ଣ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଓଡ଼ିଶା ସରକାରଙ୍କର ଏକ ଅଭିନବ କାର୍ଯ୍ୟକ୍ରମ। ଏହା କେବଳ ଏକ ପରିଚୟ ପତ୍ର ନୁହେଁ, ପାଠପଢ଼ାରେ ସଫଳ ପାଠ୍ୟକ୍ରମ ବାହାର କାର୍ଯ୍ୟକ୍ରମର ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବାର ଏକ ଉପାୟ। ଏହି କାର୍ଡ଼ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସମ୍ବଳ, ବ୍ୟକ୍ତିଗତ ଓ ବୃତ୍ତିଗତ ବିକାଶରେ ସୁଯୋଗ ପ୍ରଦର୍ଶନ ଆଧାରରେ ବିଭିନ୍ନ ସୁବିଧା ପ୍ରଦାନ କରିଥାଏ। ପାଠପଢ଼ା ବ୍ୟତୀତ ମାନେ ବହୁତ ଜିନିଷରେ ଆପଣଙ୍କୁ ସୁବିଧା ପ୍ରଦାନ କରିବ ଏହି କାର୍ଡ଼। ତ ପୁରା ଡିଟେଲ୍ସ ତ ଏଠି ଲେଖା ନାହିଁ, ତ ଯେତେବେଳେ ଏଇ କାର୍ଡ଼ ଆପଣ ଆପ୍ଲାଏ କରିବେ, କଲା ପରେ ଆପଣ ସେଇଠି ଆପଣଙ୍କୁ ସଠିକ୍ ଭାବରେ ଇନଫର୍ମେସନ୍ ଆପଣ ପାଇପାରିବେ ବା ସେତେବେଳେ ମୁଁ ଜଣେଇ ପାରିବି। ଏଇନା ତ ସଠିକ୍ ଏଠି ଲେଖା ନାହିଁ ଯେ କ'ଣ କେମିତି କେତେ କ'ଣ ମିଳିବ। ମ୍ୟାଜିକ୍ କାର୍ଡ଼ କିଏ କରିପାରିବେ, ତ ମ୍ୟାଜିକ୍ କାର୍ଡ଼ କିଏ କରିପାରିବେ, ଏଇଟା ସବୁଠୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଯେ ମ୍ୟାଜିକ୍ କାର୍ଡ଼ ଆକ୍ଚୁଆଲି
କେଉଁ ପିଲାମାନେ କରିବେ ତ ସେ ବିଷୟରେ ଏଠି ଲେଖା ଅଛି। ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ପ୍ରାଥମିକ ଭାବରେ ବିଭିନ୍ନ ସରକାରୀ ବା ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଦ୍ୱାରା ଆପଣ ସ୍ନାତକ ୟୁଜି ଏବଂ ସ୍ନାତକୋତ୍ତର ପିଜି, ୟୁଜି ମାନେ ଅଣ୍ଡର ଗ୍ରାଜୁଏଟ୍ ଆଉ ପିଜି ମାନେ ପୋଷ୍ଟ ଗ୍ରାଜୁଏଟ୍, ମାନେ +3 ଆଉ ପିଜି ପିଲା ପାଠ୍ୟକ୍ରମ ଅଧ୍ୟୟନ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ ହେବ। ତାହେଲେ +3 ଆଉ ପିଜି ପିଲାମାନେ ହିଁ ଏଇ କାର୍ଡ଼ କରିପାରିବେ, ତା ସହିତ ଅନ୍ୟ କେହି ପିଲା ଏଇ କାର୍ଡ଼ କରିପାରିବେ ନାହିଁ। ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ପାଠ୍ୟକ୍ରମ ସଂଖ୍ୟା ବୃଦ୍ଧି ହୋଇପାରେ। ଆଗକୁ ଏଇ କାର୍ଡ଼ଟି ଅନ୍ୟମାନେ ମଧ୍ୟ କରିପାରିବାର ଯୋଜନା ଅଛି, କିନ୍ତୁ କେତେ ଦୂର ସମ୍ଭବ ତାହା ତ ଏବେ ଜଣାପଡ଼ିନାହିଁ। ଯେତେବେଳେ ଡିକ୍ଲେୟାର ହେବ ସେତେବେଳେ ଆପଣଙ୍କୁ ମୁଁ ଜଣେଇବି ଯେ କେଉଁ ପିଲାମାନେ ନେକ୍ସଟ ଷ୍ଟେପ୍ରେ ମଧ୍ୟ କରିପାରିବ। ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ଏବଂ ରାଜ୍ୟସ୍ତରୀୟ ନିରୀକ୍ଷଣ ସମିତି ଦ୍ୱାରା ନିଆଯିବ, ଯାହା ଅଧ୍ୟକ୍ଷ ଉନ୍ନୟନ କମିଶନର ହେବ। ଏହି ପ୍ରକ୍ରିୟା ଆବଶ୍ୟକତା ଅନୁଯାୟୀ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟାକୁ ସରଳ କରିବ। ଭବିଷ୍ୟତରେ ମଧ୍ୟ ହେଇପାରିବ ଯେ ଅନ୍ୟ କୋର୍ସ କରୁଥିବା ପିଲାମାନେ ମଧ୍ୟ କରିପାରିବାର ସମ୍ଭାବନା ଅଛି, କିନ୍ତୁ କେତେ ଦୂର କ'ଣ ହେବ ସେଇଟା ସେତେବେଳେ ଦେଖାଯିବ। ମ୍ୟାଜିକ୍ କାର୍ଡ଼ କିପରି କାମ କରେ, ତ ଏଇଠି ଆପଣ ପଢ଼ିକି ଜାଣିପାରିବେ ମ୍ୟାଜିକ୍ କାର୍ଡ଼ କିପରି କାମ କରେ। ମ୍ୟାଜିକ୍ କାର୍ଡ଼ର ଲାଭ କ'ଣ, ଏଇଟା ଆପଣ ପଢ଼ିଲେ ଜାଣିପାରିବେ ମ୍ୟାଜିକ୍ କାର୍ଡ଼ର ଲାଭ କ'ଣ। ଭିଡ଼ିଓ ବହୁତ ଲମ୍ବା ହେଇଯିବ, ମୁଁ ଆପଣଙ୍କୁ କେତେ ସବୁ ପଢ଼ିକି ବୁଝେଇବିନି। ମ୍ୟାଜିକ୍ କାର୍ଡ଼ ପାଇଁ କ'ଣ, କିପରି ପଞ୍ଜୀକରଣ କରିବେ, ଏଠି ଲେଖା ଅଛି ମ୍ୟାଜିକ୍ କାର୍ଡ଼ କେବେ ଉପଲବ୍ଧ ହେବ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଯେ ମ୍ୟାଜିକ୍ କାର୍ଡ଼ କେବେଠୁ ଆପଣ ଆପ୍ଲାଏ କରିପାରିବେ, ଏଥିରେ ଶିକ୍ଷାନୁଷ୍ଠାନ ଶିକ୍ଷକ ପାଇଁ କିଛି ସୁବିଧା ଅଛି କି ନାହିଁ, ତ ମ୍ୟାଜିକ୍ କାର୍ଡ଼ କେବେ ଉପଲବ୍ଧ ହେବ, ଏଇଟା ଆପଣଙ୍କର ବହୁତ ଇମ୍ପୋର୍ଟାଣ୍ଟ କଥା। ମ୍ୟାଜିକ୍ କାର୍ଡ଼ ବିତରଣ ଅଗଷ୍ଟ 15 ତାରିଖରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ। ମ୍ୟାଜିକ୍ କାର୍ଡ଼ ବିତରଣ ଅଗଷ୍ଟ 15ରୁ ଆପଣ ପାଇପାରିବେ। ତ କେମିତି ଆପଣ ଏହାକୁ ଆବେଦନ କରିବେ, ତ ସେଇ ବିଷୟରେ ବର୍ତ୍ତମାନ ଆପଣଙ୍କୁ ମୁଁ ଜଣେଇବି। ଏଠି ଲେଖା ଅଛି ଦେଖନ୍ତୁ, ପଞ୍ଜୀକରଣ କରନ୍ତୁ। এই ପଞ୍ଜୀକରଣ କରନ୍ତୁ, ଏଠି ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଚାଲନ୍ତୁ, ଓପେନ୍ ହେଇଗଲା। ତ ଏଠି ଦେଖନ୍ତୁ ଲେଖା ହେଇଛି ମୋଷ୍ଟ ଇନଷ୍ଟ୍ରକ୍ସନ୍ ଗାଇଡ଼ଲାଇନ୍ ବିଫୋର୍ ଷ୍ଟାର୍ଟ ଆପ୍ଲାଏ କରିବା ପୂର୍ବରୁ ଆପଣଙ୍କର ଇନଷ୍ଟ୍ରକ୍ସନ୍ ଗାଇଡ଼ଲାଇନ୍ ଏଇଠି ଲେଖା ହେଇଛି ଯେ କେମିତି କ'ଣ ଆପଣ କରିବେ। ଷ୍ଟୁଡେଣ୍ଟ ହୁ ଆର୍ କରେଣ୍ଟଲି ପର୍ସିଂ ଦେୟାର ୟୁଜି বা +3 ଆଣ୍ଡ ପିଜି ବା ପୋଷ୍ଟ ଗ୍ରାଜୁଏସନ୍ କୋର୍ ଆର୍ ଓନ୍ଲି ଇଲିଜିବୁଲ୍। ସିଧା ଲେଖିଦେଇଛି +3 ଏବଂ ପିଜି ପିଲା ହିଁ ଆପ୍ଲାଏ କରିପାରିବେ। ତାପରେ 2 ନମ୍ବରରେ ଷ୍ଟୁଡେଣ୍ଟ ସୁଡ୍ ଏଣ୍ଟର ଦି ସାମ୍ସ barcode number for checking the eligibility. Only verified student can go further for registration into नवीन मैजिक कार्ड। जब साम्स ओडिशारे भेरीफाए होइकी जो पिला माने अछंती, जो माने आगरो स्कॉलरशिप पाउतले साम्स ओडिशारे भेरीफाए होइकी से पिला माने ही तांकर जो बारकोड नंबर अछि से बारकोड नंबर मध्य भेरीफाए होला पर जे मैजिक कार्ड अप्लाई करि परिबे। स्टूडेंट कैन कॉन्टैक्ट देयर एडमिटेड कॉलेज टू गेट द साम्स बारकोड नंबर जनरेटेड ड्यूरिंग रजिस्ट्रेशन। स्टूडेंट माने तांकर जो कॉलेज रे एडमिशन होइछंती से कॉलेज रे से माने कांटेक्ट कला पर जाय कि से साम्स रो बारकोड नंबर से मानकू मिली पारिबो। सेही नंबरटा निहाती दरकार आपनकू, नहले से आपण नवीन मैजिक कार्ड अप्लाई करि परिबे नाही। आधार बेस्ड इक्वाईसी इन मैंडेटरी फॉर फर्दर एप्लिकेंट्स नेम जेंडर डेट ऑफ बर्थ डिजिटल इमेज फॉर UIDAI माने आधार बेस इक्वाईसी आपनको निहाती दरकार। तापर लिखा आधार बेस इक्वाईसी कैन बी मेड थ्रू OTP ऑथेंटिकेशन एज वेल एज बायोमेट्रिक ऑथेंटिकेशन। आपको इक्वाईसी पई OTP थ्रू ऑथेंटिकेशन करिया पे पड़िबो, नहले बायोमेट्रिक द्वारा भी करि परिबे। तापर लिखा है स्टूडेंट में टेक हेल्प ऑफ मो सेवा केंद्र पर रजिस्ट्रेशन। मो सेवा केंद्र आप जाकि करें न निजे अप्लाय करें। तो सब्सक्राइब कर रखिथांतु, जब अप्लाय आरंभ हम मुझे निश्चित जनइबी केमती अप्लाय करेंगे। स्टूडेंट शुड कैरी देयर आधार रजिस्टर्ड मोबाइल नंबर ड्यूरिंग रजिस्ट्रेशन।
ଯେତେବେଳେ ରେଜିଷ୍ଟ୍ରେସନ୍ ହେବ ଆପଣଙ୍କର ଆଧାର ସହିତ ଯେଉଁ ମୋବାଇଲ୍ ନମ୍ବର ଲିଙ୍କ୍ ଅଛି ସେ ନମ୍ବର ଆପଣଙ୍କର ନିହାତି ଦରକାର, କାହିଁକିନା ସେ ନମ୍ବର ଗୋଟେ OTP ଯିବ ସେତେବେଳେ। Acknowledgement number generated during successful registration will be the student user ID for the future reference। ତାପରେ ଯେତେବେଳେ ଆପଣଙ୍କର ଆପ୍ଲାଏ ସରିବ ଆପଣଙ୍କୁ ଗୋଟେ acknowledgement number ରେଜିଷ୍ଟ୍ରେସନ୍ ସରିଲା ପରେ ମିଳିବ, ସେଇ ନମ୍ବରଟି ଆପଣଙ୍କର ପରେ ଦରକାର ହେଇପାରିବ। Student has to see their own login password as per password policy। ଆପଣଙ୍କୁ ପାସୱାର୍ଡ଼ ମଧ୍ୟ ସେଠି ଗୋଟେ କ୍ରିଏଟ୍ କରିବା ପାଇଁ ପଡ଼ିବ, ଯେଉଁଟାକି ପରେ ଆପଣଙ୍କର ଆବଶ୍ୟକତା ହେବ। ତାପରେ ବେସିକ୍ ମାଣ୍ଡାଟୋରି କେଉଁ ଜିନିଷଟା ଦେଖନ୍ତୁ ଏଠି କ୍ଲିକ୍ ପାଇଁ ଦେଇଛି ଦୁଇଟା। I have read the all instruction and agree to share my SAMS ବାରକୋଡ଼ ନମ୍ବର ଟୁ ଚେକ୍ ମାଇ ଏଲିଜିବିଲିଟି। ସେଇଠି ସେତେବେଳେ ମଧ୍ୟ କହିଥିଲି ଆପଣଙ୍କର SAMS ବାରକୋଡ଼ ନମ୍ବର ଏଇଟା ନିହାତି ଆପଣଙ୍କର ଆବଶ୍ୟକତା, ଯେଉଁଟାକି କଲେଜରେ ଆପଣଙ୍କୁ ଦେବେ। ନେକ୍ସଟ ଯେଉଁଟାକି ଇମ୍ପୋର୍ଟାଣ୍ଟ, I agree to provide my Aadhaar number, biometric and OTP to fetch name, date of birth, gender and a digital image from UDI ନବୀନ ମ୍ୟାଜିକ୍ କାର୍ଡ଼। ଏଇ ଯେଉଁ ଆପଣଙ୍କର ବାୟୋମେଟ୍ରିକଟା ନିହାତି ଆବଶ୍ୟକତା, ଦୁଇଟା ଆପଣଙ୍କୁ କମ୍ପଲସରି। ତାପରେ ଲେଖା ହେଇଛି ଦେଖନ୍ତୁ, ପ୍ଲିଜ୍ ଚୁଜ୍ ଦ କୋର୍ସ ଟାଇପ୍ ଆର୍। ଯେଉଁ ପାଠ ଆପଣ ବର୍ତ୍ତମାନ ପଢ଼ୁଛନ୍ତି, ଆପଣ +3 କରୁଛନ୍ତି ନା ପୋଷ୍ଟ ଗ୍ରାଜୁଏଟ୍ କରୁଛନ୍ତି। ଦେଖନ୍ତୁ ଏଇଠି ଯେମିତି କ୍ଲିକ୍ କଲେ ଆପଣଙ୍କର ଏଇ ନମ୍ବରଟି ଦରକାର ଅଛି, SAMS ବାରକୋଡ଼ ନମ୍ବର। ଏଇ ନମ୍ବରଟା ଆପଣଙ୍କୁ କଲେଜରେ ମିଳେ। ଏଇ ନମ୍ବରରେ ଆପଣ ଭେରିଫାଏ କଲା ପରେ ଆପଣ ଭିତରକୁ ଏଣ୍ଟର କରିବେ ଏବଂ ଆପ୍ଲାଏ ମଧ୍ୟ କରିପାରିବେ। ତ ଚାଲନ୍ତୁ ଆଜିର ଭିଡ଼ିଓ ଏତିକି। ତ ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ଜଣାଇବୁ ଯେ କେମିତି ଆପ୍ଲାଏ କରିପାରିବେ।